ଚୋଲୋ ଫାଇନାନ୍ସର କର୍ମଚାରୀଙ୍କ ଧମକ। ଗୁଣ୍ଡାଗର୍ଦ୍ଦି ଯୋଗୁଁ ଜଣେ ଗ୍ରାହକ ଫାଇନାନ୍ସ କାର୍ଯ୍ୟାଳୟରେ ଧାରଣା ଦେଇ ବସିଥିବା ଦେଖିବାକୁ ମିଳିଛି। ଗ୍ରାହକ ଜଣକ ହେଲେ ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରର ରଞ୍ଜିତ କୁମାର। ସୂଚନା ଅନୁଯାୟୀ 24/3/2021 ତାରିଖରେ ଉମରକୋଟ ଚୋଲୋ ଫାଇନାନ୍ସ ଶାଖାରୁ ଏକ ଟାଟା ଅଲ୍ଟ୍ରା ଟ୍ରକ୍ ଫାଇନାନ୍ସ କରାଇଥିଲେ। ସେହି ଗାଡ଼ିର ମାସିକ କିସ୍ତି 42,850 ଟଙ୍କା ପ୍ରତ୍ୟେକ ମାସ 28 ତାରିଖରେ ପଇଠ କରିବାକୁ କୁହାଯାଇଥିଲା। ଠିକ୍ ସମୟରେ କିସ୍ତି ନ ବାନ୍ଧି ପାରିଲେ ମଧ୍ୟ 5-6 ଦିନ ବ୍ୟବଧାନରେ ସେତିକି ଦିନର ଫାଇନ୍ ସହ ରଞ୍ଜିତ ଚୋଲୋ ଫାଇନାନ୍ସରେ ଟଙ୍କା ପଇଠ କରନ୍ତି। କିନ୍ତୁ ଗତ କିଛି ଦିନ ତଳେ ତାଙ୍କ ଗାଡ଼ି ଏକ ଭଡ଼ା ବାବଦରେ ରାୟପୁର ଯାଇଥିବା ବେଳେ ସେଠାରେ କିଛି ସିଜର ଗାଡ଼ିଟିକୁ ଅଟକାଇ ସିଜ୍ କରିଦେଇଥିଲେ। ପରେ ରଞ୍ଜିତ କୁମାର କିସ୍ତି ଟଙ୍କା ପଇଠ କରିବାରୁ ଗାଡ଼ି ଦେଇଥିଲେ। ଏହାର କିଛି ଦିନ ଗଲା ପରେ ଜୟପୁର ଚୋଲୋ ଫାଇନାନ୍ସର ଜଣେ କର୍ମଚାରୀ ଅରୁଣ କୁମାର ଜେନା, ଯିଏକି ଜଣେ ଓକିଲର ପରିଚୟ ଦେଇ ରଞ୍ଜିତକୁ କିସ୍ତି ଟଙ୍କା ତୁରନ୍ତ ପଇଠ ନ କଲେ କୋର୍ଟରେ କେସ୍ କରିଦେବି ବୋଲି ଧମକ ଦେଇଥିଲେ। ଏହା ଶୁଣି ରଞ୍ଜିତ ଭୟରେ ଉମରକୋଟର ଜଣେ ଓକିଲର ପରାମର୍ଶ ନେଇ ତା ପରଦିନ କିସ୍ତି ଟଙ୍କା ପଇଠ କରିଥିଲେ। ଏ ବିଷୟରେ ଉମରକୋଟ ଶାଖାର ପୂର୍ବତନ ମ୍ୟାନେଜର ଅଶୋକ କୁମାର ପାଲ ଏ ବିଷୟରେ ମୁଁ କିଛି ଜାଣିନାହିଁ ବୋଲି କହିଛନ୍ତି। ଏଭଳି ଚୋଲୋ ଫାଇନାନ୍ସର ଧମକ ଗୁଣ୍ଡାଗର୍ଦ୍ଦି ଯୋଗୁଁ ମୋର ଆତ୍ମସମ୍ମାନକୁ ଆଘାତ ଲାଗିଛି ଏବଂ ଗ୍ରାହକମାନେ ଆତ୍ମହତ୍ୟା କରିବାକୁ ପଛଘୁଞ୍ଚା ଦେବେ ନାହିଁ ବୋଲି ଧାରଣାରେ ବସିଥିବା ରଞ୍ଜିତ କୁମାର ପ୍ରକାଶ କରିଛନ୍ତି। କିଛି ଦିନ ପୂର୍ବେ ନ୍ୟାୟ ପାଇବାକୁ ଯାଇ ରାଜରାସ୍ତାରେ ବସି ପଡ଼ିଥିଲେ ରଞ୍ଜିତ ଏବଂ କିଛି ସମୟ ପାଇଁ ଯାତାୟତ ଠପ୍ ହୋଇଥିଲା। ପରେ ଉମରକୋଟ ପୋଲିସ ପହଞ୍ଚି ରଞ୍ଜିତକୁ ବୁଝାସୁଝା କରି ସମାଧାନ କରାଯିବ ବୋଲି କହିଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ ଚୋଲୋ ଫାଇନାନ୍ସର କୌଣସି କର୍ମଚାରୀ ସମାଧାନ କରିବାକୁ ଆଗକୁ ଆସୁନାହାନ୍ତି, ବରଂ ଲୁଚି ବୁଲୁଛନ୍ତି। ଯେତେବେଳ ପର୍ଯ୍ୟନ୍ତ ମୋତେ ନ୍ୟାୟ ନ ମିଳିଛି ସେ ପର୍ଯ୍ୟନ୍ତ ମୁଁ ଧାରଣାରୁ ଉଠିବି ନାହିଁ ବୋଲି କହିଛନ୍ତି ରଞ୍ଜିତ। ହାରାସମେଣ୍ଟ କରୁଛନ୍ତି, ନିଜକୁ ଭୁଲ ପଦବୀରେ ଇଣ୍ଡିକେଟ୍ କରିକି ଲୋକଙ୍କୁ ହାରାସମେଣ୍ଟ ସବୁ କରୁଛନ୍ତି। କିସ୍ତି କ୍ଲିୟର ଥିଲା ପରେ ମଧ୍ୟ ଗାଡ଼ିକି ଧରିକି ବହୁତ ଝାମେଲା କରୁଛନ୍ତି, ରାସ୍ତାରେ ପଇସା ପତ୍ର ମାଗି ବହୁତ ହଇରାଣ କରୁଛନ୍ତି। ଏ ବିଷୟରେ ଆମେ ଗଲା ବୁଧବାର ଦିନ ମୁଁ ଷ୍ଟ୍ରାଇକ୍ ମଧ୍ୟ କରିଥିଲି ରୋଡ଼ରେ। ପ୍ରଶାସନ ଆସିଥିଲା, ଏଠି ଯେଉଁ BM ଥିଲେ ଅଶୋକ ପାଲ, ତାଙ୍କୁ ଏ ବିଷୟରେ ଜଣାଇଥିଲି। ସେ ତା ଦେହରେ କିଛି ତା'ର ସମାଧାନ ବାହାର କଲେ ନାହିଁ। କାଲି ମୁଁ କ'ଣ ଶୁଣିବାକୁ ପାଇଲି, ଏମାନେ BM ଚେଞ୍ଜ କରିକି ଅଲଗା ଜଣଙ୍କୁ BM ପୋଷ୍ଟ ଦେଇଦେଇଛନ୍ତି। ସେ ବର୍ତ୍ତମାନ ଅନ୍ୟ କେଉଁ ପୋଷ୍ଟରେ ଏହି ଉମରକୋଟ ବ୍ରାଞ୍ଚରେ ଏକା ଅଛି। ମୁଁ ଚାହୁଁଛି ନ୍ୟାୟ। ଦେଖନ୍ତୁ, ଏବେ ଆମେ ଯଦି ଗାଡ଼ି ନେଲୁ, କମ୍ପାନୀ ଆମକୁ ଗାଡ଼ି ଦେଲା, ସିଏ ଆମେ ଭଲ ଥିବାରୁ ତ ସେ ଆମକୁ ଗାଡ଼ି ଦେଲା। ଯଦି ଆମେ ପଇସା ନ ବାନ୍ଧି ପାରିଲୁ ସେ ଗାଡ଼ି ଝିକି ଦେବ। କିନ୍ତୁ ମେଣ୍ଟାଲି ହାରାସମେଣ୍ଟ କରିକି ଗୋଟେ ଲୋକକୁ ପ୍ରେସର ଦେବାଟା ଠିକ୍ ନାହିଁ। ରାତି 12ରେ ଘଣ୍ଟାରେ ଫୋନ୍ କରିକି ଦୁନିଆ ହାରାସମେଣ୍ଟ କରିବାଟା ଠିକ୍ ନୁହଁ। ଏ ବିଷୟରେ ଗଲା 8 ଦିନ ତଳେ ଗଲା ବୁଧବାର ଦିନ ମୁଁ ଷ୍ଟ୍ରାଇକ୍ କରିଥିଲି, ରୋଡ଼ ଜାମ୍ କରିଥିଲି। ପ୍ରଶାସନ ଆସିଥିଲେ, ପ୍ରଶାସନ ମଧ୍ୟ କୌଣସି ଆକ୍ସନ୍ ନେଲେ ନାହିଁ। ମୋତେ ନମ୍ବର ମାଗିକି ନେଇଥିଲେ, ତାଙ୍କ ସହିତ କଥା ହେବୁ, ଆମେ ଜଣକୁ ଡାକିକି ବସେଇକିରି କଥା ହେବୁ ବୋଲି କହିଥିଲେ। ସେ ବିଷୟରେ କିଛି ତାଙ୍କେ ନିଷ୍ପତ୍ତି ନେଲେ ନାହିଁ। ଯେହେତୁ ମୁଁ ବାଧ୍ୟ ହୋଇକିରି ଆସିଲି, ଧାରଣାରେ ବସିଲି, ଯେହେତୁ କିଛି ଜଷ୍ଟିଫିକେସନ୍ ମିଳୁ, ନ୍ୟାୟର ଜୟ ହେଉ, ନ୍ୟାୟ ମିଳୁ। ମୁଁ ସିନା ଆବାଜ ଉଠେଇଲେ, ଆଜ୍ଞା ମୋର ଭଳିଆ ବହୁତ ଲୋକ ଅଛନ୍ତି ଯେଉଁମାନେ ମୋର ସହିତ ଫୋନ୍ କଣ୍ଟାକ୍ଟରେ ଅଛନ୍ତି। ସେମାନେ ଡାଇରେକ୍ଟ କହୁଛନ୍ତି, ଭାଇ ଆମେ କହିପାରୁନଥିଲୁ, ତୁ କହିଲୁ ଭଲ ହେଲା, ଆମର ପ୍ରୋବ୍ଲେମ୍ ମଧ୍ୟ ସଲ୍ଭ ହେବ। ବହୁତ ଲୋକ ଏମିତି ହାରାସ ହେଉଛନ୍ତି। ସେ ଫେବୃଆରୀ ମାସର ବୋଧେ 15-20 ତାରିଖ ଭିତରେ ସେ ମୋତେ ଫୋନ୍ କରିଥିଲେ। ସେ ମୋତେ କହିଲେ, ମୁଁ ଜୟପୁର କୋର୍ଟରୁ ଆଡ଼ଭୋକେଟ୍ କହୁଛି, ତାଙ୍କ ନାଁ ହେଉଛି ଅରୁଣ ଜେନା। ହେଲେ ସିଏ ମୋତେ କହିଲେ, ମୁଁ କହିଲି ହଁ ସାର୍ କୁହନ୍ତୁ। ହେଲେ ନା ଆପଣଙ୍କର ଗୋଟେ କେସ୍ ଅଛି। ମୁଁ କହିଲି ମୋ ଗାଡ଼ି ଫାଡ଼ି ବାହାରେ ଯାଇଥାଉଛି ତ କାଳେ କ'ଣ କେସ୍ ଥିବ। କ'ଣ ହେଇଛି ସାର୍? କ'ଣ ନା ଆପଣ ଚୋଲା ଫାଇନାନ୍ସରୁ ଲୋନ୍ ନେଇଛନ୍ତି। ମୁଁ କହିଲି ନାଇଁ ସାର୍, ଲୋନ୍ ମୋର ତ ସବୁ କ୍ଲିୟର୍ ଅଛି। 28 ତାରିଖରେ ମୋର କିସ୍ତି ଡେଟ୍ ଥିଲା, ମୁଁ ଦେଇନାହିଁ। ଯେହେତୁ ମୋର ମେଡ଼ିକାଲ ଇସ୍ୟୁ ଥିଲା ବୋଲି 15 ଦିନ ହେଇଗଲା, ଲେଟ୍ ହେଇଗଲା, ମୁଁ ଦେଇନାହିଁ। ହେଲେ ଠିକ୍ ଅଛି, ସେଇଟା ବାନ୍ଧିକିରି ଆପଣ ସେ ରିସିପ୍ଟ
आपणर आधार कार्ड एटेस्टेड कर सिग्नेचर कर फोटो गोटे ये जिन पटेले मु कैश विड्रॉ करी कहले मुझे कहली सर यहाँ गोटे कौन कथा मुझे तो किस्ती ड्यू ना रनिंग किस्ती कंपानी तो कैश कर यहाँ कौ कंपानी नियम ना कहीं एमती कले तापर मुझे सागे सागे ऑफिस रे जनइले ऑफिस रे किसी रेस्पॉन्स नेले ना 2 घंटा पर मु उमरकोट बार एसोसिएशन से नंबर को लेकिन देली उमरकोट बार एसोसिएशन वाला जयपुर बार एसोसिएशन पटेले जयपुर लास्ट कन्फर्म है से लोक एडवोकेट ना तापर मु संध्या 5टा बेले खबर पाइली से लोक एडवोकेट ना से मिछटार एडवोकेट कही मत परिचय देते संध्या 5टा बेले पुणी सी मत फोन करके मत कहले आप किस्ती बांधिले मुझे कहली ना सर मुझे आज किस्ती बांधि पारि ना जेहेतु मु जो एडवोकेट सहित कथा सी मत कहले तुम आज बांध ना ताके कौन कर देखा काली सकाଳେ बांधा ता बासी दिन सकाଳେ मु किस्ती पेमेंट करती अनुसंधान रे बसी उठिबी नहीं न्याय तो निहाती दरकार आदि घंटे 2 घंटा भितर जब किसी रिपोर्ट जब न अच्छी 2 घंटा पर मुझे झिकीदेवी आठ बाहर बस अनुसंधान ये उठिबी नहीं। उमरकोटरू दीपंकर डाकुआ रिपोर्ट तीर्थक्षेत्र लाइव।